আবে সাঙ্গ ଏବେ ମେଟ୍ରିକ ପରୀକ୍ଷା ସରିଗଲା। ଏବେ ଲାଇଫଟା ଖାଲି ଆମର ବୁଝିଲୁ। ତ ଗୋଟେ ଭଲ ବାଇକ୍ ଆଉ ଗୋଟେ ଭଲ ମୋବାଇଲଟା ଦେଖିନି। ଆଜି ମଗିଆ କାଲି ଆସିକି ପହଞ୍ଚିବ ଚଢିକି ବୁଲିଆ ବୁଝିଲୁ। ଆବେ ର ର ର ର ର ର ଆବେ ତୋ ବାପାଙ୍କୁ ତ ଆଗେ ପଚାର, ତାପରେ ଆସିକି ମୋବାଇଲ ଆଉ ବାଇକ୍ କଥା ପଚାରିବୁ। ଆବେ ଦେଖ ତୁ ମୋ ବାପୁକୁ ଜାଣିନୁ ମୁଁ ଯଦି ତାକୁ ବାଇକ୍ ଆଉ ମୋବାଇଲ ପାଇଁ କହିବି ନା, କାଲି ସାଙ୍ଗେ ସାଙ୍ଗେ ଆଣିକି ପହଞ୍ଚେଇ ଦେଇଥିବ। ତୁ ସେଥିପାଇଁ ଟେନସନ ନେନା, ତୁ ଖାଲି ମତେ ଦେଖିକି ଖାଲି କହ, ତାପରେ ଦେଖିବୁ ମୁଁ କଣ କରିବି। ଗୁଡୁ ଦେଖେ ଏଇଟା ଆଜିଠାରୁ ତୋ ଦାୟିତ୍ୱରେ ରହିଲା। ବାବା ଏ ଗାଡିର ତ ରଙ୍ଗ ଛାଡି ଯାଇଛି, ମୁଁ ଆଉ କଣ ଚଲେଇବି? ଆଉ ତ ପଶୁ ଚଲେଇବେନି, ମଣିଷ କଣ ଚଲେଇବାକୁ? ଆରେ ଏଟା ତୋର ନୁହଁ, ତୋର ଏଇ ପଛପଟରେ। କଣ ବା ସତରେ ଏଇଟା ମୋର? ହଁ ଚେନ୍ ନାହିଁ। ହଁ କଣ ଅସୁବିଧା ହେଲା? এটা এটা গাড়ি তো ବା କହିଥିଲି ଗାଡି ଆଣିବା ପାଇଁ, ଇଏ ତ ଭଙ୍ଗା ସାଇକେଲଟେ। ଭଙ୍ଗା କଣ ସାଇକେଲଟେ? ଗଡୁ ନାହିଁ ସେ, ଚାଲୁନି। ଗଡିଲେ କଣ ଲାଭ ବାବା, ତମକୁ ଗାଡି କହିଥିଲି ଆଣିବା ପାଇଁ। ଆରେ ସେଇଟା ଗାଡି। ହଉ ହଉ ତମକୁ ବା କହିଥିଲି ମୋବାଇଲ ଆଣିବା ପାଇଁ, ମୋବାଇଲ ଆଣିଛ? ଭାଇ ନେ ମୋବାଇଲ। ଇଏ କଣ? ଆଇ ପଠେଇଛି ସେଇ ଫୋନଟା, ଆଇଫୋନ। ତମକୁ ବା କହିଥିଲି ଆଇଫୋନ, ଆପେଲ ଆଇଫୋନ ଆଣିବା ପାଇଁ। ଆରେ ଆଇ ପଠେଇଛି, ମୁଁ ଆଣିନି ସେଟା। ये कौन कैसे कैसे लोग रहते हैं यार यहाँ पर। चलो तुमको पागल कुत्ते का गाड़ी उठा के ले जाएगा बता रहे हैं हम।